ଯାକୁବଙ୍କ ପତ୍ର 4 ଅଧ୍ୟାୟ 17 ପଦରେ ପ୍ରାର୍ଥନା କରିବା ଉତ୍ତମ ଉତ୍ତମ ବୋଲି ଜୋରସେ କହିଲ ନୁହଁ କି? ସମସ୍ତେ କହିବା ଅତଏବ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର ପାପ ହୁଏ। ବୁଝିପାରିଲେ କି ଏହା ଦ୍ୱିତୀୟ ପାପ। ଯାହା ସତ୍କର୍ମ କରିବାକୁ ଜାଣି ତାହା ନ କଲେ ତାହା ପାପ ଅଟେ। ହ୍ୟାଲୋ, ପ୍ରାର୍ଥନା କରିବା କ'ଣ ଅଟେ? ମଙ୍ଗଳ ଅଟେ। ତାହା କ'ଣ କରିବ? ଏକ କୁଟୁମ୍ବକୁ, ପିଲାମାନଙ୍କୁ, ମଣ୍ଡଳୀକୁ, ସେବା କାର୍ଯ୍ୟକୁ ସୁରକ୍ଷା ପ୍ରଦାନ କରେ। ସେଦିନ ସାମୁଏଲ ଜଣେ କରିଥିବା ପ୍ରାର୍ଥନା ଦ୍ୱାରା ଦେଶ ସୁରକ୍ଷା ଥିଲା। ସେହିପରି ଆପଣ ଏକୁଟିଆ ଏକାନ୍ତ ପ୍ରାର୍ଥନା କରିବା ଦ୍ୱାରା ଆମ ମଣ୍ଡଳୀ ସୁରକ୍ଷିତ ହେବ, ତୁମ ପରିବାର ସୁରକ୍ଷିତ ରହିବ। ଏଣୁ ପ୍ରିୟ ମଣ୍ଡଳୀ, ତମେ ପ୍ରାର୍ଥନା କରିବା ଉତ୍ତମ ଅଟେ। କରିପାରିବାକୁ ଥିବା ପ୍ରାର୍ଥନା ନ କଲେ ତାହା ମନ୍ଦ ଅଟେ। ସେହି ମନ୍ଦ ଆପଣଙ୍କ ନିକଟକୁ ଆସିବ, ତୁମ ଚାରିପଟର ଲୋକମାନଙ୍କୁ ବି ଆସିବ। ମୁଁ ଯଦି ପ୍ରାର୍ଥନା ନ କଲେ ମୁଁ ପାପ କରୁଅଛି ବୋଲି କହିଲେ ସାମୁଏଲ ବର୍ତ୍ତମାନ ଏହା ଧ୍ୟାନ କରିବା। ପ୍ରାର୍ଥନା କରିବା ସମୟରେ ଆପଣଙ୍କ ମନେ ଅଛି କି ମୁଁ ହାତ ଦେଖେ ଆପଣମାନଙ୍କୁ କାହା କାହା ନିମନ୍ତେ ପ୍ରାର୍ଥନା କରିବା ପାଇଁ କହିଲି? ଆପଣ ପ୍ରାର୍ଥନା କରିବା ସମୟରେ ଆପଣଙ୍କ ଡାହାଣ ହାତ ଯଦି ଏମିତି ରଖିଲ, ମାନେ ଡାହାଣ ହାତ ଟିକେ ଦେଖାଅ। ପକେଟରେ ରଖିଛନ୍ତି, ଲୁଚେଇ ରଖିଛନ୍ତି? ଆପଣଙ୍କ ଡାହାଣ ହାତ ଦେଖାନ୍ତୁ। ୟେସ୍, ଏଇଭଳି ରଖନ୍ତୁ। ଏହିଭଳି ଏପରି ରଖିଲେ କେଉଁ ଅଙ୍ଗୁଳିଠୁ ଆପଣଙ୍କର ହୃଦୟକୁ ନିକଟବର୍ତ୍ତୀ? ଏହି ଅଙ୍ଗୁଳିକୁ କ'ଣ କହନ୍ତି? ବୁଢ଼ା ଆଙ୍ଗୁଠି। ବୁଢ଼ା ଆଙ୍ଗୁଠି ଏହା ଆପଣଙ୍କ ହୃଦୟର ନିକଟରେ ଥାଏ। ଏଣୁକରି ଆପଣ ପ୍ରାର୍ଥନା କରିବା ସମୟରେ ଯେଉଁମାନେ ତୁମ ହୃଦୟର ଅତି ନିକଟବର୍ତ୍ତୀ ରହନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ମୋତେ ଗୋଟେ ଭାଇ ଏକଥା କହିଥିଲେ, ଆଜ୍ଞା, ମୁଁ ଓ ମୋ ପରିବାର ଆମେ ପ୍ରାର୍ଥନା କରିବା ସମୟରେ ସର୍ବପ୍ରଥମେ ଆମେ ପ୍ରାର୍ଥନା କରୁଅଛୁ ଆପଣଙ୍କ ନିମନ୍ତେ। କାହିଁକି? ମାନେ ଆପଣ ଆମମାନଙ୍କ ପରିବାର ପାଇଁ ବହୁତ ଅତି ପ୍ରିୟର ପିତା ଅଟ। ଏଣୁ ଆମେ ପ୍ରାର୍ଥନା କରିବା ସମୟରେ ସର୍ବପ୍ରଥମରେ ଆମମାନଙ୍କ ପାଇଁ ପ୍ରାର୍ଥନା କରୁନାହୁଁ, ଆପଣଙ୍କ ପାଇଁ ପ୍ରଥମରେ ପ୍ରାର୍ଥନା କରୁ। ଏପରି ସେ କହିବା ବେଳେ ମୋତେ ବହୁତ ଖୁସି ଲାଗିଲା। ବୋଧେ ଏପରି ଲୋକେ ଆମ ମଧ୍ୟରେ ଅଛନ୍ତି। ଯଦି ଅଛନ୍ତି, ମାନେ ଆମେ ପ୍ରାର୍ଥନା କରିବା ସମୟରେ ସର୍ବପ୍ରଥମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ ବୋଲିବା ଲୋକେ ହାତ ଦେଖାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ଆପଣ ସମସ୍ତଙ୍କୁ ମୋ ହୃଦୟପୂର୍ବକ କୃତଜ୍ଞତା ଜଣାଉଅଛି। ଥ୍ୟାଙ୍କ ୟୁ ସୋ ମଚ୍। ମୋତେ ଏତେ ପ୍ରେମ କରି, ମୋ ପରିବାରକୁ ପ୍ରେମ କରି ଆପଣ ସର୍ବପ୍ରଥମେ ଏହି ଦିନ ସେବକଙ୍କ ପ୍ରତି ପ୍ରାର୍ଥନା କରିବା। ଆପଣଙ୍କୁ ମୋ ପ୍ରତି ଥିବା ପ୍ରେମ, ଅଭିମାନ, ମମତା ଜଣାଉଅଛି। ମଣ୍ଡଳୀ ଶୁଣନ୍ତୁ, ଆପଣ ପ୍ରାର୍ଥନା କରିବା ସମୟରେ ସର୍ବପ୍ରଥମରେ କାହା ନିମନ୍ତେ ଆପଣ ପ୍ରାର୍ଥନା କରିବେ? ମାନେ ଯେଉଁମାନେ କି ତୁମ ହୃଦୟର ଅତି ନିକଟବର୍ତ୍ତୀ, ଯିଏ ଅତି କ୍ଲୋଜ୍ ଅଟନ୍ତି। ତାହା ତୁମ ସ୍ୱାମୀ ହୋଇପାରେ, ତୁମ ସ୍ତ୍ରୀ ହୋଇପାରେ, ତୁମ ପିଲାମାନେ ହୋଇପାରନ୍ତି। ସାଧାରଣତଃ ଏମାନେ ବହୁତ ନିକଟବର୍ତ୍ତୀ ରୁହନ୍ତି। ଦ୍ୱିତୀୟଟି କ'ଣ? ଏହାକୁ ପଏଣ୍ଟିଂ ଫିଙ୍ଗର କୁହନ୍ତି, ପଏଣ୍ଟିଂ ଅଙ୍ଗୁଳି। ଏହି ପଏଣ୍ଟିଂ ଅଙ୍ଗୁଳି କ'ଣ ଦର୍ଶାଏ? ମାନେ ଆପଣଙ୍କୁ ଏପରି କହୁଥାନ୍ତି, ଭଲ ପାଠ ପଢ଼, ଭଲ ମାର୍କ ସମ୍ପାଦନ କର, ନହିଲେ ତୁମ ଜୀବନ ଭଲ ହେବା ଦରକାର, ବାକ୍ୟ ଅନୁସାରେ ବଞ୍ଚିବା ଦରକାର, ତମେ ପରିତ୍ରାଣ ପାଇବା ଦରକାର। ଏମାନେ କିଏ? ସେବକମାନେ। ଏମାନେ କିଏ? ଶିକ୍ଷା ଦେବା ଲୋକେ। ଏମାନେ କିଏ? ପାଠ ପଢ଼ାଇବା ଲୋକମାନେ। ଏଥିପାଇଁ ଆପଣ ଦ୍ୱିତୀୟରେ କାହା ପାଇଁ ପ୍ରାର୍ଥନା କରିବେ? ମାନେ ସେବକମାନଙ୍କ ନିମନ୍ତେ, ଶିକ୍ଷକମାନଙ୍କ ପାଇଁ। ଆପଣ କ'ଣ ଷ୍ଟୁଡେଣ୍ଟ ଅଟନ୍ତି କି? ତେବେ ଶିକ୍ଷା ଦେବା ଶିକ୍ଷକମାନଙ୍କ ପାଇଁ, ବୁଦ୍ଧି ବାଣ୍ଟୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିବା ଦରକାର। ସେହିପରି ସମସ୍ତଙ୍କଠାରୁ ଉଚ୍ଚତାରେ ରହେ ଏହି ମିଡିଲ ଫିଙ୍ଗର। ଏହା କାହାର ସଦୃଶ? ମାନେ ଅଧିକାରୀମାନଙ୍କର ସଦୃଶ ଅଟେ। ଆପଣଙ୍କର ଅଧିକାରୀଙ୍କ ନିମନ୍ତେ, ଆପଣଙ୍କ ବସ୍ ନିମନ୍ତେ, ରାଜ୍ୟ ଶାସନ କରୁଥିବା ଲୋକଙ୍କ ପାଇଁ, ଦେଶର ଶାସକମାନଙ୍କ ପାଇଁ, ଆମ ଉପରେ ଥିବା ଲୋକଙ୍କ ପାଇଁ ଏହା ସୂଚାଏ ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ତାପରେ ଚତୁର୍ଥର ଏହି ଫିଙ୍ଗର, ଏହା ଦୁର୍ବଳରେ ଥିବା ଫିଙ୍ଗର ଅଟେ।
ଏହା କାହାର ସଦୃଶ ମାନେ ଦୁର୍ବଳତାରେ ଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କରିବା ଦରକାର। କେତେକ ଲୋକମାନେ ଆତ୍ମିକ ଭାବରେ ଦୁର୍ବଳ ଅଟନ୍ତି, ଶାରୀରିକ ଭାବରେ ଦୁର୍ବଳ ହୋଇପାରନ୍ତି, ଆର୍ଥିକ ଭାବରେ ଦୁର୍ବଳ ହୋଇଥାନ୍ତି। ଜୀବନରେ ଅନେକ ଉତ୍ଥାନ ପତନ ଦ୍ୱାରା ସେମାନେ ବଳହୀନତା ହୋଇପାରନ୍ତି। ଏଣୁ ଆପଣମାନେ ଜାଣିଥିବା ଦୁର୍ବଳତାରେ ଥିବା ଲୋକମାନଙ୍କ ପାଇଁ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଦରକାର। ଶେଷରେ କେଉଁ ଆଙ୍ଗୁଠି ଅଛି କୁହନ୍ତୁ? ଛୋଟ ଅଙ୍ଗୁଳି। ଏହା କାହାର ସଦୃଶ ଅଟେ? ଆମ୍ଭମାନଙ୍କର ସଦୃଶ ଅଟେ। ଏହି ଶେଷ ଅଙ୍ଗୁଳି ଆପଣଙ୍କୁ ଦର୍ଶାଏ। ତାମାନେ ଶେଷରେ କାହା ନିମନ୍ତେ ପ୍ରାର୍ଥନା କରିବା ଦରକାର? ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବା ଦରକାର। ଏବେ ମୁଁ ପଚାରୁଅଛି, ହାତ ଏମିତି ରଖିବେ ନା ସାଧାରଣତଃ ଏମିତି ରଖିବେ ନା ଏମିତି ବୁଲେଇ ରଖିବେ? କୁହନ୍ତୁ ଆପଣ। ଏମିତି ଯଦି ରଖିବାକୁ ହେଲେ ପୁରାପୁରି ବୁଲିବାକୁ ହବ। ଏହା ସହଜ? ଏହା ସହଜ ନୁହେଁ। କିନ୍ତୁ ଆମେ କ'ଣ କରିଥାଉ? ରିଭର୍ସ। ପୁରାପୁରି ଏମିତି ବୁଲେଇ ଦେଇ ପ୍ରଥମରେ ମୋ ପାଇଁ, ମୋ ନିମନ୍ତେ ପ୍ରାର୍ଥନା। ଏହା ସ୍ୱାର୍ଥ ଅଟେ। ଏହା କରେକ୍ଟ ନୁହେଁ। ଆଜି ଆମେ ଅତି ମୂଲ୍ୟବାନର ଶିକ୍ଷା କ'ଣ ଅର୍ଜନ କଲୁ? ମାନେ ଆମେ ପ୍ରାର୍ଥନା ନ କଲେ ମୁଁ ପାପ କରିବା ବ୍ୟକ୍ତି ହେବି। ଏହା ଆମେମାନେ ନ ଜାଣି କରୁଥିବା ପାପ। ଏଣୁ ଈଶ୍ୱର ଅତି ପ୍ରାଞ୍ଜଳ ଭାବରେ ଏକ ମୂଲ୍ୟବାନ ଶିକ୍ଷା ପ୍ରଭୁ ଆମମାନଙ୍କୁ ଦେଉଅଛନ୍ତି। ତାହା କ'ଣ? ମାନେ ଆମେ ପ୍ରାର୍ଥନା କରିବା ଦରକାର। ପାପ କରିବା ବ୍ୟକ୍ତି ପ୍ରାର୍ଥନା କରିପାରିବନି। ପ୍ରାର୍ଥନା କରିବା ବ୍ୟକ୍ତି ପାପ କରିପାରିବନି। ଆପଣ ପ୍ରାର୍ଥନା ଦ୍ୱାରା ହିଁ ଆତ୍ମିକ ଜୀବନକୁ ବଳିଷ୍ଠ କରିବ। ଆପଣ କରୁଥିବା ସେବା କାର୍ଯ୍ୟକୁ ତୁମେ ବଳିଷ୍ଠ କରିପାରିବ। ଏଥିପାଇଁ କାଲଭରି ଟେମ୍ପଲ ଆଜି ସବଳ ରହିବାର କାରଣ କ'ଣ? ମାନେ ପ୍ରାର୍ଥନା ଉପରେ ଆମ କାଲଭରି ଟେମ୍ପଲ ନିର୍ମିତ ହୋଇଅଛି। ପ୍ରାର୍ଥନାର ମୂଲ୍ୟ ଆମେ ଜାଣିଥିବାରୁ ହିଁ ଆଜି ଆମେ ଏପରି ଭାବରେ ରାତ୍ରି ସାରା ପ୍ରଭୁଙ୍କ ସହିତ ବିତେଇବା ପାଇଁ ଆସି ପ୍ରାର୍ଥନାରେ ଯୋଗ ଦେଉଅଛନ୍ତି। ସେହି ସମୟରେ ମଣ୍ଡଳୀ ଯଦି ସୁରକ୍ଷା ରହିବାକୁ ହେଲେ ସର୍ବପ୍ରଥମେ କିଏ ସୁରକ୍ଷିତ ରହିବା ଦରକାର କୁହନ୍ତୁ? ମଣ୍ଡଳୀ ସୁରକ୍ଷା ରହିବାକୁ ହେଲେ କିଏ ସୁରକ୍ଷା ରହିବା ଦରକାର? ଟିକେ ଜୋରସେ କହିବେ କି? ସେବକ ସୁରକ୍ଷା ରହିବା ଦରକାର, ନୁହଁ କି? ଆମ ମଣ୍ଡଳୀ ସୁରକ୍ଷିତ ରହିବାକୁ ହେଲେ ଆମ ସେବକ ସୁରକ୍ଷିତ ରହିବା ଦରକାର। କିନ୍ତୁ ଦୟାକରି ଧ୍ୟାନ ଦିଅନ୍ତୁ, ଗୋଟିଏ ଦେଶକୁ ଯଦି ଅଧିକାର କରିବାକୁ ହେଲେ ସେ ଦେଶର ଶାସକକୁ ଅଧିକାର କରିବା ଦରକାର। ଏହା ସାଧାରଣତଃ ଯୁଦ୍ଧରେ କହୁଥିବା କଥାଟି ଅଟେ। ଗୋଟିଏ ମଣ୍ଡଳୀ ଅଧିକାର କରିବାକୁ ହେଲେ ଶୈତାନ କ'ଣ କରିବ? ସେବକଙ୍କୁ ବଶରେ ରଖିବା ପାଇଁ ଚେଷ୍ଟା କରିବ। ଆଜି ଆପଣଙ୍କ ମଧ୍ୟରେ କେତେ ଏହି ଦିନ ସେବକ ପ୍ରଚାର କରିଥିବା ବାକ୍ୟ ଦ୍ୱାରା, ସନ୍ଦେଶ ଦ୍ୱାରା ମୋ ଜୀବନ ଭଲ ହୋଇଅଛି ବୋଲି କହିବା ଲୋକେ ହାତ ଉଠେଇବେ କି? ରାଇଟ୍। ଏବେ ଆପଣ ସମସ୍ତେ ହାତ ଉଠେଇ ଦେଖେଇଲେ, ନୁହଁ କି? ଦିନେ ଆପଣ କାହାରି ଅଧୀନରେ ବଞ୍ଚୁଥିଲେ? ଶୟତାନର ଦାସ ହୋଇ ବଞ୍ଚୁଥିଲେ। ସେ ମଦ ପିଇବାକୁ କହିଲେ ପିଉଥିଲେ, ବୁଲିବା ପାଇଁ କହିଲେ ବୁଲୁଥିଲେ, ଭୁଲ କରୁଥିଲେ। ଶୟତାନର ବଶରେ, ଶୟତାନର ଇଚ୍ଛା ଅନୁସାରେ ଆପଣ ନୁହେଁ, ମୁଁ ମଧ୍ୟ ଦିନେ ଆମେ ସମସ୍ତେ ଶୟତାନର ବନ୍ଧନରେ ଥିଲୁ। କିନ୍ତୁ ଆପଣ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲା ପରେ, ନହେଲେ କାଲଭରି ସ୍ୱର ବାକ୍ୟ ଶ୍ରବଣ କରିବା ଦ୍ୱାରା, ନହେଲେ ମୁଁ ପ୍ରଚାର କରିବା ବାକ୍ୟ ଶୁଣିବା ଦ୍ୱାରା ଆପଣଙ୍କର ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ପ୍ରଭୁଙ୍କ ଆଡ଼କୁ ଆପଣ ଫେରି ଆସିଲେ। ସେ ପର୍ଯ୍ୟନ୍ତ ଶୟତାନର ପିଲା ହୋଇଥିବା ତୁମେମାନେ ମୁଁ ପ୍ରଚାର କରିବା ବାକ୍ୟ ଶୁଣି ଯେବେ ପ୍ରଭୁଙ୍କ ଆଡ଼କୁ ଫେରି ଆସିଲ, ଶୟତାନ କ'ଣ ହରେଇଦେଲା? ଗୋଟିଏ ୱିକେଟ୍ ହରେଇଦେଲା। ସେତିକି ନୁହଁ କି ଆଜ୍ଞା? ତାଙ୍କ ହସ୍ତରେ ଥିବା ତୁମକୁ ଟିକିଏ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ଦ୍ୱାରା ଶୟତାନର ହସ୍ତରୁ ତୁମକୁ ମୁକ୍ତ କଲା ପରେ ଏବେ ଶୟତାନ କାହାକୁ ସେ ରାଗ କରିବ କୁହନ୍ତୁ? ଦୀର୍ଘ 30 ବର୍ଷ ଧରି ମୁଁ ତାଙ୍କୁ ପ୍ରତିପୋଷଣ କରୁଥିଲି ନରକକୁ ନେବା ପାଇଁ ବୋଲି। କେତେ ବାଲ୍ଟି ମଦ ଯେ ମୁଁ ପିଆଇଅଛି, କେତେ ଲୋକଙ୍କ ସହିତ ପାପ କରାଇଅଛି, କେତେ ଖରାପ ସ୍ଥାନମାନଙ୍କୁ ନେଇଅଛି। କେମିତି ହେଲେ ନରକୁ ନେବାକୁ ପଡ଼ିବ ବୋଲି 30 ବର୍ଷ ପ୍ରତ୍ୟେକ ଦିନ ମୁଁ ତାକୁ ଧରି ରଖିଲି, ପ୍ରତ୍ୟେକ ଦିନ ପାପ କରେଇଲି। ସେହିପରି ମୋ ପିଲାମାନଙ୍କୁ ତମେ ବାକ୍ୟ କହି ମୋ ହସ୍ତରୁ ତମେ ଉଦ୍ଧାର କରିବ କି? ତୁମକୁ ମୁଁ ଦେଖିବି। ସାଧାରଣତଃ ଶୈତାନ ଏପରି କାହା ଉପରକୁ ଆସିବ? ବୁଝିପାରୁଛନ୍ତି କି? ସେପରି ଯଦି କହିଲେ ମୁଁ ତେଲୁଗୁ ରାଜ୍ୟରେ ନ ଯିବା ସ୍ଥାନ କ'ଣ ଅଛି କୁହନ୍ତୁ? ପ୍ରତ୍ୟେକ ଅଞ୍ଚଳକୁ ଯାଇଛି। ପ୍ରତ୍ୟେକ ଅଞ୍ଚଳକୁ ଯାଇ ସୁସମାଚାର ପ୍ରଚାର କରିଛୁ। ନାର୍ସାରାଉପେଟାରେ ଆମ କାଲଭରି ଟେମ୍ପଲ ଷ୍ଟାର୍ଟ କରିଛୁ। ତେବେ ସେମାନେ କ'ଣ କହୁଥିଲେ ଜାଣ କି?
ଆଜ୍ଞା, ଏଠାରେ ଦୋନାକଣ୍ଡା ଅଛି, ଏଠାରେ ବିନୁକଣ୍ଡା ଅଛି, ଏଠାରେ ପୋଦେଲି ଅଛି, ଏଠାରେ ଦର୍ଶୀ ଅଛି, ଏଠାରେ ନାର୍ସାରୋପେଟା। ଏହି ଅଞ୍ଚଳରେ ଥିବା ଅନେକ ଲୋକମାନେ ଆମ ମନ୍ଦିରକୁ ଆସି ବାକ୍ୟ ଶୁଣିବେ। ଆଜ୍ଞା, ସେମାନେ ମତେ ଏମିତି କହୁଥିବା ସମୟରେ ମତେ ବହୁତ ବହୁତ ଖୁସି ଲାଗିଲା। କାରଣ ଜାଣ କି, ଦୋନାକଣ୍ଡାକୁ 30 ବର୍ଷ ପୂର୍ବରୁ ଯାଇ ସୁସମାଚାର ପ୍ରଚାର କରିଛି। ବିନୁକଣ୍ଡା 30 ବର୍ଷ ପୂର୍ବରୁ ମୁଁ ସୁସମାଚାର ପ୍ରଚାର କରିଛି। ଦର୍ଶୀ 25 ବର୍ଷ ପୂର୍ବରୁ ମୁଁ ଯାଇ ପ୍ରଚାର କରିଛି। ପୋଦିଲି 25 ବର୍ଷ ପୂର୍ବରୁ ମୁଁ ବାକ୍ୟ ପ୍ରଚାର କରିଅଛି। କାରୁମାଞ୍ଚି ପ୍ରାୟ 25-30 ବର୍ଷ ପୂର୍ବରୁ ଯାଇ ମୁଁ ବାକ୍ୟ ପ୍ରଚାର କରୁଅଛି। ତାହାର ଅର୍ଥ କ'ଣ? ଏମାନେ କ'ଣ କହୁଅଛନ୍ତି? ମାନେ ଏହି ସମସ୍ତ ଅଞ୍ଚଳରୁ ସେମାନେ ଆସିବେ ବୋଲି କହିଲେ ମୋତେ ବହୁତ ଖୁସି ଲାଗିଲା। 30 ବର୍ଷ ପୂର୍ବରୁ ଏହି ଅଞ୍ଚଳକୁ ଆସି ସେବା କରିଅଛୁ। ପ୍ରିୟ ଭଉଣୀ ଓ ଭାଇମାନେ, 91 ସାଲରୁ ବାକ୍ୟ ପରିବେଷଣ ଆମ ରାଜ୍ୟରେ କରିଆସୁଅଛି। ବର୍ତ୍ତମାନ 2025, ତା ମାନେ ଦୀର୍ଘ 34 ବର୍ଷ ଆମ ରାଜ୍ୟରେ ବାକ୍ୟ ପରିବେଷଣ କରୁଅଛୁ। ଗୋଟିଏ କାଲବରୀ ମହିମା ଉତ୍ସବ ଦ୍ୱାରା ପ୍ରାୟ 180 ଲକ୍ଷ ଲୋକଙ୍କୁ ଫେସ୍ ଟୁ ଫେସ୍ ବାକ୍ୟ ପ୍ରଚାର କଲା ପରି ଆମର ଟିମ୍ ଲେଖା କରିଛନ୍ତି। କେତେ ଲୋକଙ୍କୁ? 180 ଲକ୍ଷ ଲୋକଙ୍କୁ। ତାମାନେ 1,80,00,000 ଲୋକଙ୍କୁ ପ୍ରାୟ ଆମ କାଲବରୀ ମହିମା ଉତ୍ସବରେ ଯୋଗ ଦେଇଛନ୍ତି। ସଦାପ୍ରଭୁଙ୍କର ଗୌରବ ହଉ। ଯଦି ସେପରି ହୁଏ, ତେବେ କାଲବରୀ ସ୍ୱର ଦ୍ୱାରା 21 ବର୍ଷ ଧରି ବାକ୍ୟ ପ୍ରଚାର କରି ଆସୁଅଛୁ। ଏବେ କେତେ କୋଟି ଲୋକ ବାକ୍ୟ ଶୁଣିଥିବେ ଚିନ୍ତା କରନ୍ତୁ। କେତେ ଲକ୍ଷ ଲୋକ ନହିଲେ କୋଟି ଲୋକ ଆମ୍ଭମାନଙ୍କର ଅଜଣାତରେ ପରିତ୍ରାଣ ପାଇଥିବ। କେତେ ପରିବାର ଗଠନ ହୋଇଥିବ। ଏସବୁ ମୁଁ କାହିଁକି କହୁଅଛି? ମାନେ ଏକ ମଣ୍ଡଳୀ ଭାବରେ ଆପଣଙ୍କର ଦାୟିତ୍ୱ ମୁଁ ଆପଣଙ୍କୁ ଜଣାଉଛି। କେଉଁଠାରେ କେବେ ନଥିବା ଏକ ଆଶ୍ଚର୍ଯ୍ୟକରର ପରୀକ୍ଷା ହୋଇପାରେ, ବିପଦ ହୋଇପାରେ, ପ୍ରମାଦ ହୋଇପାରେ। କାହାକୁ ଛକି ବସିଛି ଜାଣ କି? ସେବକଙ୍କୁ। ମୁଁ ଗୋଟିଏ ପ୍ରଶ୍ନ କରିବାକୁ ଚାହେଁ। ଜଗତରେ ଭୂତ ଅଧିକ କି ମଣିଷ? ସତ କୁହନ୍ତୁ, ଭୂତମାନେ ଅଧିକ। କେମିତି କହିପାରିବ? ମାନେ ମାର୍କ ସୁସମାଚାରରେ ଆମେ ଦେଖୁ, ସେନା ନାମକ ଗୋଟିଏ ଭୂତ ଜଣକୁ ଧରିଥିଲା। ସେନା ବୋଲି କହିଲେ 5,000ର ସମୂହକୁ ସେନା କହନ୍ତି। ଜଣକୁ ଯଦି 5,000 ଭୂତ ଲାଗିଲା, ମାନେ ମଣିଷମାନଙ୍କ ଅପେକ୍ଷା ଭୂତମାନେ ଅଧିକ। ତେବେ ଯଦି ସେହି ଗୋଟିଏ ବ୍ୟକ୍ତିକୁ ପ୍ରଭୁ ରକ୍ଷା କଲେ, କେତୋଟି ଭୂତ ଖାଲି ହେଲେ? 5,000 ଭୂତ ଖାଲି ହେଲେ। ପ୍ରିୟ ମଣ୍ଡଳୀ, ଆପଣ ବୁଝିବା ନିମନ୍ତେ ମୁଁ ଏହା କହୁଅଛି। ଏତେ ଅଦ୍ଭୁତକର ଏହି ସେବା, ଏହି ସେବକ ପରିଚାଳନା କରିବାକୁ ହେଲେ ଗୋଟିଏ ମଣ୍ଡଳୀ ନୁହଁ, ବର୍ତ୍ତମାନ 28ଟି ମଣ୍ଡଳୀ ଆମ କାଲବରୀ ଟେମ୍ପଲର ସ୍ଥାପନ କରାଯାଇଅଛି। ତେବେ ଏତେ ମଣ୍ଡଳୀ ସ୍ଥାପନ କରାଯାଇ ଏତେ ଲୋକ, ହଜାର ସଂଖ୍ୟାରେ, ଲକ୍ଷ ସଂଖ୍ୟାରେ ଲୋକମାନେ ପରିତ୍ରାଣ ପାଇ ପ୍ରତିପୋଷଣ ହେଲା ବେଳେ ଶୟତାନକୁ ଥିବା ଆଲୋଚନା କ'ଣ ଜାଣ କି? ଏହି ସେବକକୁ କିଛି ଗୋଟେ କରି ହାନି କରିବାକୁ ହେବ। କୌଣସି ମାଧ୍ୟମରେ ହାନି କରିବାକୁ ହେବ। କିଛି ଗୋଟେ କରି ଏହାକୁ ନଷ୍ଟ କରିବାକୁ ହେବ। କୌଣସି ମାଧ୍ୟମରେ ଆଟାକ୍ କରିବାକୁ ହେବ ବୋଲି ସହଜରେ ସେ ଅନେଇ ବସିଥାଏ ସେବକଙ୍କ ପ୍ରତି। ଦୟାକରି ଶୁଣନ୍ତୁ, ଗୋଟିଏ ଦେଶ ଯଦି ଅଧିକାର କରିବାକୁ ହେଲେ, ରାଜାଙ୍କୁ ଅଧିକାର କଲେ ହିଁ ରାଜ୍ୟ ଅଧିକାର କରାଯାଇପାରିବ। ସେଥିପାଇଁ ଟାର୍ଗେଟ କିଏ? ଯୁଦ୍ଧ କରୁଥିବା ସୈନ୍ୟମାନଙ୍କର ଟାର୍ଗେଟ କ'ଣ ଅଟେ କୁହନ୍ତୁ? ରାଜା। ସେଥିପାଇଁ ସେବକଙ୍କ ଉପରେ ଶୟତାନର ଗୋଟେ ଟାର୍ଗେଟ ଥାଏ। ଏହି ବାସ୍ତବ ଯଦି ଆପଣ ଜାଣନ୍ତି, ଏହି ସତ୍ୟ ଯଦି ଆପଣମାନେ ଜାଣନ୍ତି, ତେବେ ନିଶ୍ଚିତ ଏହି ଦିନ ସେବକ ପ୍ରତି ପ୍ରତ୍ୟେକ ଦିନ ଆପଣ ପ୍ରାର୍ଥନା କରିବା। ପ୍ରତ୍ୟେକ ଥର, ପ୍ରଭୁ ଆମ ସେବକଙ୍କ ଚାରିପଟେ ଏକ ବିଶେଷ ପ୍ରହରୀ ବେଷ୍ଟନ କର ବାପା। ଦାନିଏଲ 21 ଦିନର ପ୍ରାର୍ଥନା ବୋଲି କହି କୋରିଆ ଦେଶରେ ପ୍ରାର୍ଥନା ଚାଲିଅଛି। ସେହି ପ୍ରାର୍ଥନା ମିଟିଂ 25 ବର୍ଷ ଧରି ପ୍ରତ୍ୟେକ ବର୍ଷ ଚାଲିଥାଏ। ମୋତେ ବାକ୍ୟ ପରିବେଷଣ କରିବା ପାଇଁ ଡାକିଲେ ଓ ମୁଁ ଗଲି। ଠିକ୍ ଅଛି, 21 ଦିନ ଧରି ଆପଣମାନେ ଉପବାସ ରହି ପ୍ରାର୍ଥନା କରିବେ, କିନ୍ତୁ କେତେଜଣ ଆପଣଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ବୋଝର ସହିତ ଆପଣଙ୍କର ମଣ୍ଡଳୀର ପାଳକଙ୍କ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି
ହାତ ଉଠାଇ ଦେଖାନ୍ତୁ ବୋଲି କହିଲେ କେବଳ 10-20% ଲୋକ ହିଁ ଦେଖାଇଲେ ଆଜ୍ଞା। ଶତକଡ଼ା 10 ଓ 20 ଭାଗ ହିଁ। ଶତକଡ଼ା 80-90 ଭାଗ ଲୋକ ପ୍ରାୟ 30 ବର୍ଷ ଧରି ପାଳକ କାର୍ଯ୍ୟ କରି ଆସୁଥିବା ତାଙ୍କର ପାଳକମାନଙ୍କ ପାଇଁ ସେମାନେ ପ୍ରାର୍ଥନା କରିନାହାନ୍ତି। ବାକ୍ୟ ପରିବେଷଣ କଲା ପରେ ସେ ସେବକ ମୋତେ ଆସି କ'ଣ କହିଲେ ଜାଣ କି? ମୋ ଜୀବନରେ ମୁଁ ଏକ ସତ୍ୟ ବିଷୟ ଆଜି ଜାଣିଲି। ତାହା କ'ଣ ମାନେ 30 ବର୍ଷ ଧରି ସେବା କରି ଆସୁଅଛି, କିନ୍ତୁ ମୋ ନିମନ୍ତେ ପ୍ରାର୍ଥନା କରିବା ମଣ୍ଡଳୀ ମୁଁ ନିର୍ମାଣ କରିପାରି ନାହିଁ। ସେବକଙ୍କ ନିମନ୍ତେ କେତେ ଜଣ ପ୍ରାର୍ଥନା କରୁଅଛନ୍ତି ବୋଲି ପଚାରିଲେ ଭାବିଲି ସମସ୍ତେ ହାତ ଉଠାଇବେ ବୋଲି, ମାତ୍ର ଏତେ କମ୍ ଲୋକମାନେ ହାତ ଉଠାଇବେ ବୋଲି ମୁଁ ଭାବିନଥିଲି। ତା ମାନେ ଏହା ସହଜ, ଏହା ସମ୍ଭବ, ସହଜ। ଆମ କାଲଭରି ଟେମ୍ପଲ ଏପରି ରହିବା ଦରକାର ନାହିଁ। ପ୍ରଥମରେ ମଣ୍ଡଳୀକୁ ଯଦି ଆଟାକ୍ କରିବାକୁ ହେଲେ, ସେବକଙ୍କୁ ଦୁର୍ବଳ କରିଦେଲେ, ମୁଁ ଯଦି ଦୁର୍ବଳ ହୋଇପଡ଼ିଲେ ମୁଁ ପ୍ରଚାର କରିବା ବାକ୍ୟ ବି ଦୁର୍ବଳ ହୋଇଯିବ। ମୁଁ ଯଦି ଭଲ ଆତ୍ମିକ ଖାଦ୍ୟ ଆପଣଙ୍କୁ ନ ଦେଲେ ଆପଣ ଦୁର୍ବଳ ହୋଇଯିବେ। ସେଥିପାଇଁ ମୋଠାରେ ଥିବା ଗୋଟିଏ ମାତ୍ର ଆଶା କ'ଣ ଜାଣ କି? ତମେ ଯେତେବେଳେ ବି ମନ୍ଦିରକୁ ଆସିଲେ କୌଣସି ଏକ ଦିନ ବି ଶକ୍ତିଯୁକ୍ତ ବାକ୍ୟ ଶୁଣି ଆପଣମାନେ ନ ଶୁଣି ଯିବାର ଦରକାର ନାହିଁ। ଏହା ମୋର ସତ ଚେଷ୍ଟା। କାହିଁକି ମାନେ ଆପଣମାନଙ୍କୁ ଶକ୍ତିଯୁକ୍ତ ବାକ୍ୟ ପ୍ରଦାନ କଲେ ଆପଣମାନେ ଆତ୍ମିକ ଜୀବନରେ ସବଳ ହୋଇ ରହିବେ। ଏଥିପାଇଁ ଶୟତାନକୁ ଥିବା ଗୋଟିଏ ଆଶା କ'ଣ ମାନେ ଗୋଟିଏ ମଣ୍ଡଳୀକୁ ବିନଷ୍ଟ କରିବାକୁ ହେଲେ ସେ ସେବକଙ୍କୁ ସେ ଆକ୍ରମଣ କରିବ। ତାହା ଶାରୀରିକ ଭାବେ ହୋଇପାରେ, ମାନସିକ ଭାବେ ହୋଇପାରେ, ଆଧ୍ୟାତ୍ମିକ ଭାବରେ ହୋଇପାରେ, ସାଧାରଣତଃ କୁଟୁମ୍ବ ଦ୍ୱାରା। କାହିଁକି ମାନେ ମୁଁ ଯାହାକୁ କି ଅଧିକ ଭଲ ପାଇବି ସେ ବ୍ୟକ୍ତିକୁ ସେ ଆକ୍ରମଣ କଲେ ମୁଁ ଭାଙ୍ଗି ପଡ଼ିବି। ଦୟାକରି ଶୁଣନ୍ତୁ, ଶୟତାନ ବହୁତ ଚାଲାକି ଅଟେ। ଈଶ୍ୱର କାହାକୁ ବହୁତ ପ୍ରେମ କଲେ? ସେ ସୃଷ୍ଟି କରିଥିବା ମନୁଷ୍ୟକୁ ବହୁତ ପ୍ରେମ କରିଥିଲେ। ଆଦମଙ୍କୁ, ହବାଙ୍କୁ ବହୁତ ପ୍ରେମ କରିଥିଲେ। ଶୟତାନ ପ୍ରଭୁଙ୍କୁ ଡାଇରେକ୍ଟଲି ଆଟାକ୍ କରିପାରିବ କି? ପ୍ରଭୁଙ୍କୁ ହରେଇ ପାରିବ କି? ହରେଇ ପାରିବନି। କିନ୍ତୁ କ'ଣ କରିପାରିବ? ପ୍ରଭୁ ବହୁତ ପ୍ରେମ କରୁଥିବା ମନୁଷ୍ୟକୁ ସେ ଆଟାକ୍ କଲେ ଈଶ୍ୱରଙ୍କୁ ଦୁଃଖ ଦେଇପାରିବ, ଈଶ୍ୱରଙ୍କୁ କଷ୍ଟ ଦେଇପାରିବ, ଈଶ୍ୱରଙ୍କୁ ବାଧା ଦେଇପାରିବ। ତାହା ସେ କଲା ଚତୁରରେ। ଈଶ୍ୱରଙ୍କୁ କିଛି ନ କରିପାରିବା ଶୟତାନ ଈଶ୍ୱର ବହୁତ ପ୍ରେମ କରୁଥିବା ଆଦମ ହବା ଉପରେ ଆକ୍ରମଣ କଲା। ଏହା ଶୟତାନ କରିବା କାମ। ଏଣୁ ସାଧାରଣତଃ ଶୟତାନ କ'ଣ କରିବ ମାନେ ପ୍ରଥମରେ ମୋତେ ଆକ୍ରମଣ କରିବା ପାଇଁ ଦେଖିବ। ଯଦିବା ପ୍ରଭୁଙ୍କର ଦୟା, ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର କରୁଣା ଓ ସାହାଯ୍ୟ ସକାଶୁ ମୁଁ ଅବା ମୋତେ ଯଦି ଶୟତାନ ନ ହରେଇ ପାରିଲେ କାହା ପାଖକୁ ଯିବ? ସେ ମୋ ସ୍ତ୍ରୀ ଉପରକୁ ଯିବ। କାହିଁକି ମାନେ ମୋ ସ୍ତ୍ରୀ ଯଦି ଦୁର୍ବଳ ହୋଇଯାଏ ସାଧାରଣତଃ ମୁଁ ବି ଦୁର୍ବଳ ହୋଇଯିବି। ଏକ ପରିବାରରେ ଯାହାକୁ କଷ୍ଟ ଆସିଲେ କି ଦୁର୍ବଳତା ଆସିଲେ ସାଧାରଣତଃ ଗୃହର କର୍ତ୍ତା ଭାବେ ମୁଁ ଦୁର୍ବଳ ହୋଇପଡ଼ିବି। ଏହା ଶୟତାନର ମନ୍ତ୍ରଣା। ଏଥିପାଇଁ ଦ୍ୱିତୀୟ ବ୍ୟକ୍ତି କିଏ ମାନେ ମୋ ସ୍ତ୍ରୀ। ଏଥିପାଇଁ ଶୟତାନ କ'ଣ କରିବ ମାନେ ମୋତେ ଆକ୍ରମଣ କଲା ପରେ ଯଦି ସେ ଜୟ ପାଇଲାନି ମାନେ ମୋ ସ୍ତ୍ରୀଙ୍କୁ, ପାଳିକା ମାଙ୍କୁ ସେ ଆକ୍ରମଣ କରିବ। ଦୟାକରି ବୁଝନ୍ତୁ, ଏତେ ସୁନ୍ଦର ମଣ୍ଡଳୀରେ ଆପଣ ସମସ୍ତେ ପରିତ୍ରାଣ ପାଇଅଛନ୍ତି ମାନେ ଈଶ୍ୱର ତାଙ୍କରି ମହାଦୟା ଅନୁସାରେ ଏହି ଦିନ ସେବକଙ୍କ ମୁଖରେ ଦେଇଥିବା ତାଙ୍କରି ଶକ୍ତିଯୁକ୍ତ ବାକ୍ୟ ଆପଣମାନଙ୍କ ଜୀବନ ପାପର ବନ୍ଧନରୁ ମୁକ୍ତି ଆଣିବା ବେଳେ ଶୟତାନକୁ ଥିବା ସାଧାରଣତଃ ରାଗ କାହା ଉପରେ ଥିବ ମାନେ ସେବା କରୁଥିବା ସେବକଙ୍କ ଉପରେ। ସେ ପ୍ରତିଶୋଧ ନେବା ପ୍ରକ୍ରିୟାରେ ସେବକଙ୍କୁ ସେ ଆକ୍ରମଣ କରିବ। ଯଦି ସେବକ ବଳବାନ ଅଛନ୍ତି ମାନେ ସେବିକାଙ୍କୁ ସେ ଆକ୍ରମଣ କରିବ। ସେବକ ଓ ସେବିକା ଦୁହେଁ ମଧ୍ୟ ଶକ୍ତିଯୁକ୍ତ ଅଛନ୍ତି ମାନେ ଶୟତାନ କ'ଣ କରିବ ମାନେ ପିଲାମାନଙ୍କ ଉପରେ ଆକ୍ରମଣ କରିବ। ତା ଫଳରେ ସେବକଙ୍କର ପିଲାମାନଙ୍କ ଉପରେ ଶୟତାନର କଳ୍ପନାତ୍ମକ ଆକ୍ରମଣ ସେମାନଙ୍କ ଉପରେ ଥିବ। ସେବା କାର୍ଯ୍ୟ କରୁଥିବା ସେବକଙ୍କର ପିଲାମାନଙ୍କ ଉପରେ ଶୟତାନ ଚାରିକୋଣରୁ ସେ କ'ଣ କରିବ କୁହ? ସେମାନଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବ। ଯୌବନ ଅବସ୍ଥାରେ ଥିବା ସମୟରେ କୌଣସି ଗୋଟେ ମାଧ୍ୟମରେ ବଶରେ ଆଣିବା ପାଇଁ ସେ ଚେଷ୍ଟା କରିବ। କାରଣ ଜାଣ କି ଏହି ସେବକଙ୍କୁ ବଶରେ ରଖିବାକୁ ନଚେତ୍ ବଶୀଭୂତ କରିବାକୁ ହେଲେ ପିଲାମାନଙ୍କୁ ଆକ୍ରମଣ କଲେ ସେବକ ଭାଙ୍ଗି ପଡ଼ିବେ। ଏଣୁ ପିଲାମାନଙ୍କ ଉପରେ ଶୟତାନ ଆକ୍ରମଣ କରିପାରେ। ଏହା ସାଧାରଣତଃ ଘଟିବାର ପ୍ରକ୍ରିୟା। ଏଣୁ ଶୁଣନ୍ତୁ, ମୁଁ ବହୁତ ଶକ୍ତିଯୁକ୍ତ ଭାବରେ ବଞ୍ଚି ଅତି ଶକ୍ତିଯୁକ୍ତ ବାକ୍ୟ ମୁଁ ଯଦି ଆପଣମାନଙ୍କୁ ଦେବାକୁ ହେଲେ
ମୋ ପଛରେ ଥିବା ମୋ କୁଟୁମ୍ବର ଚାରିପଟେ ଆପଣମାନଙ୍କର ପ୍ରାର୍ଥନା ଅତି ଆବଶ୍ୟକ। ଇନଡାଇରେକ୍ଟଲି ଶୟତାନର ଥିବା ଆଶା କ'ଣ ମାନେ ଆପଣଙ୍କୁ ଦୁର୍ବଳ କରିବାକୁ ହବ, ଆପଣମାନଙ୍କୁ ବଶରେ ରଖିବାକୁ ହବ। ଏହା ଚାହେଁ ଆପଣ ଶକ୍ତିଯୁକ୍ତ ବାକ୍ୟ ଶୁଣିବା ପ୍ରତ୍ୟେକ ଥର ଆପଣଙ୍କ ଭୁଲ ମାନୁଅଛନ୍ତି, ଆପଣଙ୍କର ପାପ ସବୁ ପ୍ରଭୁଙ୍କୁ କହୁଅଛନ୍ତି, ଅନୁତାପ କରୁଅଛନ୍ତି ଓ ପାପକୁ ପରିତ୍ୟାଗ କରୁଛନ୍ତି, ପବିତ୍ର ଜୀବନ ଯାପନ କରୁଅଛନ୍ତି। ଏହା ଶୈତାନକୁ ଇଚ୍ଛା ନାହିଁ। ତେଣୁ ସେ କ'ଣ କରୁଅଛି ମାନେ ଆପଣଙ୍କୁ ମୁଁ ପ୍ରଚାର କରୁଥିବା ଶକ୍ତିଯୁକ୍ତ ବାକ୍ୟ ତାହା ଯେପରି ପ୍ରଚାରିତ ନ ହୁଏ, ସର୍ବପ୍ରକାରେ ସେ ମନ୍ତ୍ରଣା କରିବ। ସେହି ମନ୍ତ୍ରଣାର ପ୍ରଥମରେ ପରିବାରକୁ ଆକ୍ରମଣ କରିବ। ସେଥିପାଇଁ ମଣ୍ଡଳୀ, ଏହି ସେବକଙ୍କ ପରିବାର ଆପଣଙ୍କର ଯଦି ସେବା କରିବାକୁ ହେଲେ ଆପଣ କରିବାକୁ ହେବ ପ୍ରାର୍ଥନା, ସପ୍ତାହରେ ଉପବାସ ପ୍ରାର୍ଥନା, ମାସକରେ ଈଶ୍ୱରଙ୍କ ସହିତ ରାତ୍ରି। ଏହିପରି ପ୍ରତ୍ୟେକ ଦିନ କୌଣସି ଗୋଟିଏ ମଣ୍ଡଳୀକୁ ଯାଇ ସେମାନଙ୍କୁ ବାକ୍ୟ ଦ୍ୱାରା ସବଳ କରି ପ୍ରାର୍ଥନାର ସହିତ ସେମାନଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ପହଞ୍ଚେ। କାହିଁକି ମାନେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ, ଆପଣଙ୍କ ପାଇଁ, ଆପଣଙ୍କର ସୁରକ୍ଷା ପାଇଁ ସବୁବେଳେ ପ୍ରୟାସ କରୁଥିବା ଏହି ଦିନ ସେବକଙ୍କ ପ୍ରତି, ପରିବାର ପ୍ରତି ନିଶ୍ଚିତ ପ୍ରାର୍ଥନା କରିବୁ ବୋଲିବା ଲୋକେ ହାତ ଉଠାଇ ଦେଖନ୍ତୁ ପ୍ଲିଜ୍। ଥ୍ୟାଙ୍କ ୟୁ ବ୍ରଦର୍ସ ଆଣ୍ଡ ଥ୍ୟାଙ୍କ ୟୁ ସିଷ୍ଟର୍ସ। ଆପଣମାନେ ସମସ୍ତେ ମୋହର ଆଶା ଏକ ପ୍ରାର୍ଥନାର ସୈନ୍ୟ ଭାବରେ ଆମ କାଲବରୀ ଟେମ୍ପୁଲକୁ ସୁରକ୍ଷା ଦେଇପାରୁଥିବା ଈଶ୍ୱରଙ୍କ ଯୋଦ୍ଧା ରୂପେ ତିଆରି ହେବା ଦରକାର। ହେ ମହାପବିତ୍ର ପ୍ରେମମୟ ପିତା, ଆମେ ତୁମରି ପ୍ରଶଂସା ଗୌରବ କରୁଛୁ। ପ୍ରାର୍ଥନା କରିବା ଉତ୍ତମ ଜାଣି ପ୍ରାର୍ଥନା ନ କଲେ ତାହା ପାପ ଅଟେ। ସାହାଯ୍ୟ କରିବା ଉତ୍ତମ ଜାଣି ସାହାଯ୍ୟ ନ କଲେ ତାହା ପାପ ହେବ। ପାରିବାରିକ ପ୍ରାର୍ଥନା ଉତ୍ତମ ବୋଲି ଜାଣି ଯଦି ଆମେ ପ୍ରାର୍ଥନା ନ କଲେ ତାହା ଆମ ପରିବାର ପାଇଁ ନଷ୍ଟ। ହେ ପ୍ରଭୁ, ଯାହା ଆମେ କରିପାରିବୁ କିନ୍ତୁ ନ କରି ରହିବୁ ତାହା ଆମ୍ଭମାନଙ୍କ ପାଇଁ ନଷ୍ଟଜନକ। ଏଣୁ ଆଜିଠାରୁ ଆରମ୍ଭ କରି ପ୍ରତିଦିନ ମୁଁ ଏ ପ୍ରଶ୍ନ କରିବାକୁ ହବ, ମୁଁ କ'ଣ କରିପାରିବି? ତାହା ମୋ ପ୍ରଭୁଙ୍କ ନିମନ୍ତେ କରିବି। ସେପରି ଯଦି କରିବି ନାହିଁ ତାହା ମୋ ପ୍ରତି ପାପ ରୂପେ ବଦଳିବ। ଏହି ସୁନ୍ଦର ବାକ୍ୟ ଆମକୁ ସ୍ପଷ୍ଟ ରୂପେ କହିଲ, ବାକ୍ୟ ଅନୁସାରେ ବଞ୍ଚିବା ନିମନ୍ତେ ଆମ ଜୀବନ ପରିବାର ଗଠନ କରିବାର କୃପା ଆମକୁ ଦିଅ ବୋଲି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରି ମାଗିଲୁ ପିତା, ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।